ପାକିସ୍ତାନର ଅବସ୍ଥା ସମ୍ଭବତଃ ଆଫଗାନ ତାଲିବାନ ଢିଲା କରିଦେଇପାରେ। ପାକିସ୍ତାନ ଆଫଗାନିସ୍ତାନର ଖୋସ୍ତ ପ୍ରାନ୍ତରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ୍ କରିଛି। 10 ଜଣଙ୍କର ମୃତ୍ୟୁ ହୋଇଛି ଆଫଗାନ ତାଲିବାନର ନାଗରିକ, ତା ଭିତରୁ 9 ଜଣ ଛୋଟ ଛୁଆ ଥିଲେ ଏବଂ ଜଣେ ମହିଳା ଥିଲେ। ଆଫଗାନ ତାଲିବାନ କହୁଛି ବଦଲା ନେବ। ସୋମବାର ଦିନ ସକାଳେ ପାକିସ୍ତାନର ପେଶାୱରରେ ଗୋଟିଏ ଦୁଇଟି ଆତ୍ମଘାତୀ ଆକ୍ରମଣ ହୋଇଥିଲା, ଯାହାର ଜବାବରେ ପାକିସ୍ତାନ ଏଭଳି କିଛି ଏୟାର ଷ୍ଟ୍ରାଇକ୍ କରିଛି। ବଡ଼ କଥା ହେଉଛି ଯେ ପାକିସ୍ତାନ ଆଫଗାନିସ୍ତାନର ବାୟୁ ସୀମା ଭିତରେ ପ୍ରବେଶ କରିଛି ବିନା ଅନୁମତିରେ, ଏବଂ ଆଫଗାନ ତାଲିବାନ ବାରମ୍ବାର କହୁଛି ଯେ ପାକିସ୍ତାନ ଆମ ବାୟୁ ସୀମା ଉଲ୍ଲଂଘନ କରୁଛି ଏବଂ ଆଫଗାନିସ୍ତାନର ସାର୍ବଭୌମତ୍ୱ ଉପରେ ଏହା ଏକ ଆକ୍ରମଣ, ଯେଉଁଥିପାଇଁ ଏମାନଙ୍କର ତୁର୍କୀରେ ଯେଉଁ ମିଟିଂ ହେଇଥିଲା କିଛି ଡିଲ୍ ବାହାରି ପାରିଲାନି ଏବଂ ଅକ୍ଟୋବର 19ରେ ସିଜ୍ ଫାୟାର ହେଇଥିଲା, ପାକିସ୍ତାନ ତାକୁ ଉଲ୍ଲଂଘନ କରିଛି। ଆଫଗାନ ତାଲିବାନ ଏଥରକ ଛାଡ଼ିବନି। ଶେଷ ଥରକ ପାକିସ୍ତାନ ସେନାର ପେଣ୍ଟ ଖୋଲି ନେଇଥିଲା, ଜଣା ନାହିଁ ଏଥର କ'ଣ ଖୋଲି ନେବ ଆଫଗାନ ତାଲିବାନ।